ଚାଲିଛି ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ସାନ୍ତାଳୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ମା ଆସିଛନ୍ତି ବାପ ଘରକୁ। ଖାଇବା ପିଇବାର ଆସର ଜମୁଛି, ନାଚ ଗୀତର ଆସର ମଧ୍ୟ ଜମୁଛି। ଆଉ ରାତିରେ ମା ବାହାରୁଛନ୍ତି ନଗର ପରିକ୍ରମାରେ। ଭକ୍ତଟିଏ ଯେମିତି ମାଙ୍କ ଦାଣ୍ଡକୁ ଆସି ଆଶିଷ ଲଭୁଛି, ଠିକ୍ ସେହିପରି ମା ମଧ୍ୟ ଭକ୍ତର ଦାଣ୍ଡକୁ ଯାଇ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ମାଙ୍କ ସେବା ପାଇଁ, ମାଙ୍କ ମନୋରଞ୍ଜନ ପାଇଁ ବହୁ ପ୍ରକାରର ସେବା ଖଞ୍ଜି ଦିଆଯାଇଛି ମାଙ୍କ ଉଦ୍ଦେଶ୍ୟରେ। ଏହି ଯେପରିକି ଚାଙ୍ଗୁ ବାଜା ଓ ପରଭା ନୃତ୍ୟ। ମା ମନ୍ଦିରରୁ ବାପ ଘରକୁ ଆସିବା ସମୟରେ, କିଏ ବା ବାପ ଘର ମନ୍ଦିରକୁ ଯିବା ସମୟରେ ମାଙ୍କ ଅତି ପ୍ରିୟ ରୂପେ ଚାଙ୍ଗୁ ବାଜା ଓ ପରଭା ନୃତ୍ୟ ଲୋଡ଼ା ପଡ଼ିଥାଏ। ଏପରିକି ମା ନଗର ପରିକ୍ରମାକୁ ଯିବା ସମୟରେ ପଟୁଆରର ଆଗେ ଆଗେ ବାଜିଥାଏ ଚାଙ୍ଗୁ ବାଜା ଓ ପରିବେଶିତ ହୋଇଥାଏ ପରଭା ନୃତ୍ୟ। ପୁରୁଣା ବ୍ରହ୍ମପୁରରେ ରହୁଥିବା କୈଳାସ ଘଡ଼େଇଙ୍କ ପୂର୍ବଜମାନେ ଏହି ସେବା ପ୍ରଦାନ କରୁଥିବା ବେଳେ ଏବେ କୈଳାସଙ୍କର ପିଢ଼ି ପିଢ଼ି ଏହି ସେବା ମାଙ୍କୁ ଦେଇ ଆସୁଛନ୍ତି। ଠିକ୍ ସେହିପରି ଠାକୁରାଣୀ ମନ୍ଦିର ନିକଟରେ ରହୁଥିବା ଭାଗୀରଥୀ ଗନ୍ତାୟତଙ୍କ ପୂର୍ବପୁରୁଷମାନେ ମାଙ୍କ ପାଇଁ ପରଭା ନୃତ୍ୟର ଆୟୋଜନ କରି ଆସୁଥିବା ବେଳେ ଏବେ ମଧ୍ୟ ସେହି ସେବାକୁ ଜାରି ରଖିଛନ୍ତି ଭାଗୀରଥୀ ଗନ୍ତାୟତ ଓ ତାଙ୍କ ସହକର୍ମୀ। ସେଥିପାଇଁ କି ସକାଳ କି ସଞ୍ଜ କହିବାକୁ ଗଲେ ଦିନ ରାତି ଏବେ ଭକ୍ତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ସହରର ଦେଶୀ ବେହେରା ସାହିରେ। ଯାତ୍ରାରେ ଚାଙ୍ଗୁ ବାଜା ହେଉଛି ଅତି ପ୍ରିୟ ମାଙ୍କର। ପ୍ରଥମରୁ ଆରମ୍ଭରୁ ଲାଷ୍ଟ ପର୍ଯ୍ୟନ୍ତ ଚାଙ୍ଗୁ ବାଜା ବାଜନ୍ତି। ଶୁଭଖୁଣ୍ଟିରେ ପ୍ରଥମର ଶୁଭଖୁଣ୍ଟି ପରେ ମାଙ୍କୁ ନିମନ୍ତ୍ରଣ, ତାପରେ ଫୁଲ ଚାଙ୍ଗୁଡ଼ି, ଆଜ୍ଞାମାଳ ଗଲା ପରେ ତାପରେ ମାଙ୍କୁ ଯେତେବେଳକୁ ଆମେ ଡକରା ପାଇଁ ଯିବୁ, ବାପା ଘରରୁ ଶାଶୁ ଘରକୁ ଡକରା ପାଇଁ ଯିବୁ, ସେତେବେଳକୁ ବି ବାଜନ୍ତି ଚାଙ୍ଗୁ ବାଜା। ଆଉ ମାଙ୍କର ଅତି ପ୍ରିୟ ହେଉଛି ଚାଙ୍ଗୁ ବାଜା। ଚାଙ୍ଗୁ ବାଜା ବାଜିଲେ ମା ମନ ଶ୍ରଦ୍ଧାରେ ନଗର ପରିକ୍ରମା ପାଇଁ ବାହାରନ୍ତି। ଏଇଟା ଆମ ବଂଶ ପରମ୍ପରା ଏଇଟା ଚାଲି ରହିଛି। ବଂଶ ଧରିକି ଆମର ପରମ୍ପରା। ଗୋସାଇଁବାପା ତାଙ୍କର ଗୋସାଇଁବାପା, ତାପରେ ତାଙ୍କ ପୁଅ ପରେ ବାପା ପରେ ଆମେ, ଆମ ପରେ ଆମ ପୁଅମାନେ, ଆମ ପୁଅ ପରେ ତାଙ୍କ ପୁଅମାନେ, ଏଇଟା ଆମର ଚାଲିଥିବ। ଏ ସେବା କରିବା ପାଇଁ ଆଠୁ ଆଉ ଆନନ୍ଦ ଆଉ କିଛି ଅଛି କି? ଆମ ନିଜକୁ ଆମେ ଧନ୍ୟ ଭାବୁଛୁ ଯେ ମା ଆମକୁ ସେବାରେ ଲଗେଇଛି। ଆଉ ଏଇ ସେବାରେ ଜନ୍ମ ଯାଇ ମା ଆମକୁ ସବୁ ଜନ୍ମ ଦେଉ, ମାଙ୍କର ସେବାରେ ସବୁବେଳେ ଆମେ କେମିତି ଲାଗିଥିବୁ। ଆଠୁ ଆଉ ବଡ଼ ଖୁସି, ଆମକୁ ଆନନ୍ଦ ଆଉ କିଛି ନାହିଁ। ତାପରେ ମା ଫେରିଲା, ପ୍ରଥମରୁ ଯେତେବେଳେ ନିମନ୍ତ୍ରଣ ଡାକୁ, ଫେରିଲା ପର୍ଯ୍ୟନ୍ତ ମା ଶାଶୁ ଘରକୁ ଆମେ ଏଇ ଚାଙ୍ଗୁ ବାଜା ବଜାଇ ଥାଏ। ମାଙ୍କୁ ଯେତେବେଳେ ନଗର ପରିକ୍ରମା କରିବାକୁ ଯାଉଛୁ, ପରଭା ନୃତ୍ୟରେ ମାଙ୍କର ଆଗରେ ଯାଆନ୍ତି। ମାଙ୍କର ପରଭା ନୃତ୍ୟ ହେଉଛି ଦଶମା ବିଦ୍ୟା, କାଳୀ, ତାରା, ଷଡ଼ଶୀ, ବଗଳା, ଚିନ୍ନମସ୍ତିକା, ଧୂମାବତୀ, ଭୁବନେଶ୍ୱରୀ। ମାଙ୍କର ପ୍ରିୟ ହେଉଛି ପରଭା ନୃତ୍ୟ। ମା ଯେତେବେଳେ ସାହି ପରିକ୍ରମା କରିବାକୁ ବାହାରନ୍ତି, ପରଭା ନୃତ୍ୟ ଆଗେ ନୃତ୍ୟ କରିକିରି ଗଲେ ମା ତାଙ୍କ ପଛେ ଯାଆନ୍ତି। ଆମକୁ ବେଶୀ ଖୁସି ଲାଗେ। ଆଜ୍ଞା ଆମର ଏଇଟା ପରମ୍ପରା ରହିଆଛି। ଆମର ପୁରା ପୁରୁଣା କର୍ମେ ବାପା ଗୋସାଇଁ ବାପା ଅମଳରୁ ଚାଲି ଆସିଛି। ମହୁରୀଗଡ଼ର ହରିହର ନରେନ୍ଦ୍ର ଦେବ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଯାଇଥିବା ଅବସରରେ ସେଠାରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିଲା। ନିଜ ଅଞ୍ଚଳରେ ଏହି ଯାତ୍ରା କରିବା ପାଇଁ ରାଜା ଆଗ୍ରହ ପ୍ରକାଶ କରି ସାଥିରେ ଯାତ୍ରା ପରିଚାଳନା କରୁଥିବା ଦେବାଙ୍ଗ ସମ୍ପ୍ରଦାୟର କିଛି ବ୍ୟକ୍ତିଙ୍କୁ ଆଣିଥିଲେ। ତାହାର ମୁଖ୍ୟ ଦେଶୀ ବେହେରା ଏବେ ଯାତ୍ରାର ମୁଖ୍ୟ ପରିଚାଳକ ରୂପେ ଦାୟିତ୍ୱ ତୁଲାଉଥିବା ବେଳେ ମାଙ୍କ ଉଦ୍ଦେଶ୍ୟରେ ରଜା ଖଞ୍ଜି ଦେଇଥିବା ବିଭିନ୍ନ ସେବା ଏବେ ସେହି ନିର୍ଦ୍ଦିଷ୍ଟ ପରିବାର ଲୋକ ବଂଶାନୁକ୍ରମେ ମାଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି। ତେବେ ମାଙ୍କ ପ୍ରିୟ ଚାଙ୍ଗୁ ବାଜା ଏକ ନିର୍ଦ୍ଦିଷ୍ଟ କାଠର ଗୋଲାକାରରେ ଚମଡ଼ାକୁ ଲଗାଇ ସେହି ବାଜାକୁ ପ୍ରସ୍ତୁତ କରାଯାଇଥାଏ। ନିଆଁରେ ସେକ ଦେଇ ସେହି ବାଜାରେ ଏକ ସୁନ୍ଦର କମ୍ପନ ସୃଷ୍ଟି କରାଯାଇଥାଏ, ଯାହାକି ଯାତ୍ରାର ପ୍ରତିଟି ନୀତିକାନ୍ତିରେ ତାଙ୍କୁ ବଜାଯାଇଥାଏ। ଠିକ୍ ସେହିପରି ମାଙ୍କ ବିଭିନ୍ନ ରୂପକୁ ସ୍ୱତନ୍ତ୍ର ଭାବେ କାଗଜ, ଅଠା ଓ ରଙ୍ଗର ସହାୟତାରେ ପରଭା ରୂପେ ପ୍ରସ୍ତୁତ କରାଯାଇଥାଏ। ତାକୁ ଏକ ନିର୍ଦ୍ଦିଷ୍ଟ ପରିବାରର ସଦସ୍ୟମାନେ ଶରୀରରେ ଧାରଣ କରି ଚାଙ୍ଗୁ ବାଜାର ତାଳେ ତାଳେ ମାଙ୍କ ପଟୁଆର ଆଗରେ ନାଚି ଯାଇଥାନ୍ତି। ତାହା ଏକ ଗୁରୁ ଗମ୍ଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ଭକ୍ତ ଶ୍ରଦ୍ଧାଳୁମାନେ ସେହି ମନ୍ତ୍ରମୁଗ୍ଧ ପରିବେଶକୁ ଦେଖି ଆତ୍ମବିଭୋର ହୋଇ ଉଠନ୍ତି।
जो ठाकुराणी बाहरती सामने ए परमा नृत्यटा होइकी जाती ठाकुराणीकर ए से गोटे ठाकुराणीकर गोटे गोटे अवतार ये जो परमा नृत्यर गोटे गोटे जो ये करी जाती मुंडे मुंडे जाती चांगू बाजाटा अति प्रिय ठाकुराणीकर अति प्रिय चांगू बाजाटा ए चांगू बाजा से प्रथम चांगू बाजा ही बाहरिक बाजी उठिला बेले घट उठिला बेले चांगू बाजा बाजिक ही उठती गोटे गोटे संप्रदाय को गोटे गोटे फैमिली को गोटे गोटे दायित्व सब दिखाई लाइक कहानी चित्र ये आपंकर परबा नृत्य सब समस्त को विभिन्न बांटिकी दिखाई दायित्व बर्तमान सुधा से चली आसुची जेकोसी कार्य केवल ठाकुराणी यात्रा नुहे ठाकुराणी यात्रा पर माँ जेकोसी पर्वपर्वाणी हुए से अति प्रिय बाजा हिसाब से केवल चांगू बाजा ही बजा जाए जो माँ को चतुर्दिग प्रभा चारिपटे विच्छुरित होगी रही है से प्रभा ही हूँ माँ निजे अर्थात माँ सहित जो शक्ति माने थांती से चंडी हो चामुंडी हो बा स्वयं माँ को अन्यान्य जो अंग विशेष हो से समस्ते प्रभा आकार थांती ताकू गोटे निर्दिष्ट नियम अनुसार बा निर्दिष्ट चिन्ह अनुसार संकेत अनुसार प्रभा को अणा जाइए प्रभा हूँ प्रभार गोटे अपभ्रंश कहले चले एवं परवर्त समय प्रभा कहुच्छी परभा आसिला माने आमे जानिदेबा जे माँ आसुचंती माँ नाचुचंती माने परभा नाचुची बा परभा नाचुचंती माने माँ नाचुची तेणु माँ एवं परभा एक अभिन्न जोटी परभा अच्छी सेठी माँ अछंती जोटी माँ अछंती सेठी परभा अच्छी देखंतु माँ जेतोलो शाशुघर माँ घर को आसंती 2 वर्ष को थरे यात्रा हुए आपण लोक माने सब विश्व विख्यात ये यात्रा विश्व विख्यात भितर बहुत जो 28 दिन कि 30 दिन हुए से बहुत खुशी रे लोक आसंती बाहर बहुत लोक आसंती फॉरेन कंट्री भी बाहर लोक आसी ये यात्रा करती देखती अनुभव करती जो माँ संध्या ये यात्रा बाहरती चांगू बाजा आउ प्रभा नृत्य आपको देखापी बहुत खुशी लगे माँ को भी श्रद्धा माँ बुलाया बहुत खुशी हुआ। ब्रह्मपुर प्रकाश पट्टनायक रिपोर्ट के न्यूज ओडिशा।